ଜୟ ଜଗନ୍ନାଥ ଭାଇ ଭଉଣୀ ମାନେ। ପୂର୍ବ ଭିଡିଓରେ ଆପଣ ମାନେ ଦେଖିଥିଲେ ୟୁନିଟ୍ ଡିଜିଟ୍ ର ଆମେ ପ୍ରଥମ କ୍ଲାସ୍ କରିଥିଲେ। ସେଇ ପ୍ରଥମ କ୍ଲାସରେ ଆମେ ଯୋଉ କ୍ୱେଶ୍ଚନ ସବୁ ଆଟେମ୍ପ ନେଇଥିଲେ ସେଥିମଧ୍ୟରୁ କିଛି ରିମାଇଣ୍ଡ କରିଦବା ଯେ ଏକ ନମ୍ବର କ୍ୱେଶ୍ଚନ ଆମର ହେଇଛି 2 3 5 1 into 6 2 9 8 into 5 4 3 2। ସେ ପଚାରିଛି ହ୍ୱାଟ ଇଜ ଦ ୟୁନିଟ୍ ଡିଜିଟ୍। ତାହେଲେ ଆମେ କଣ ଶିଖିଥିଲେ, यार यूनिट डिजिट बाहर କରିବା ପାଇଁ ହେଲେ ଆମେ ପୁରା ସଂଖ୍ୟାକୁ ନେଇ ଗୁଣନ କରିବା ନାହିଁ, କେବଳ यूनिट डिजिट को ही नवा। यार यूनिट डिजिट 1, यार यूनिट डिजिट 8 ଆଉ 5 4 3 2 ର यूनिट डिजिट 2। 1 କୁ ନେଇ ଗୁଣନ କରିବା 8 ସହିତ କାଟେ 8, ପୁଣି 8 କୁ ନେଇ ଗୁଣନ କରିବା 2 ସହିତ 8 ଦୁणे 16। ଏଇ जो यूनिट डिजिट ରେ ଆସିଲା 6 ଏଇଟା ହିଁ ତାର ଆନ୍ସର। ଆମେ ସବୁ କାଲି ଗତକାଲି କ୍ଲାସରେ ଆମେ ପଢିଥିଲେ। ପୁଣି ଆଉ କଣ ପଢିଥିଲେ, 2 ନମ୍ବର ଟା ୱିଦାଉଟ୍ ପାୱାର ବାଲା କ୍ୱେଶ୍ଚନ ର ପଢିଥିଲେ। ଏଗୁଡ଼ା ସବୁ ୱିଦାଉଟ୍ ପାୱାର ବାଲା, ତା ସହିତ କିଛି କିଛି ୱିଥ୍ ପାୱାର ବାଲା ଆମେ ପଢୁଥିଲେ। ଦେଖିବା ହେଲା 4 6 8 7 4 6 8 7 ର ପାୱାର 3 4 7 8 6 ପଚାରିଛି ହ୍ୱାଟ ଇଜ ଦ ୟୁନିଟ୍ ଡିଜିଟ୍। ତାହେଲେ ଏଇଭଳି କ୍ୱେଶ୍ଚନକୁ ଆମେ କିପରି ସଲ୍ଭ କରୁଥିଲେ, ନା ଏଇ ଯୋଉ ପାୱାର ଦେଇଛି ଏ ପାୱାର କୁ ଆମେ 4 ସହିତ ଡିଭାଇଡ କରୁଥିଲେ, ଠିକ ସେଇଭଳିଆ କରିବା। ତେଣୁ ଏଥିର ୟୁନିଟ୍ ଡିଜିଟ୍ ପଚାରିଛି ଯେହେତୁ ଏଥିରୁ ଆମେ ୟୁନିଟ୍ ଡିଜିଟ୍ କହି ନଉଥିଲେ, ତେଣୁ ଏଥିରୁ ୟୁନିଟ୍ ଡିଜିଟ୍ ଆମେ 7 ନଉଥିଲେ। ପୁଣି ଆମେ ଜାଣିଥିଲେ ଏଇଟାକୁ ପୁରା 4 ରେ ହରଣ କରିବା। 4 ହରଣ କରିବା ମାନେ 4 ର ଡିଭିଜିବିଲିଟି ଆମେ ଟେଷ୍ଟ କରିବା। ତାର ଲାଷ୍ଟ ର 2 ଡିଜିଟ୍ ଆମେ ଜାଣିଛେ 4 ର ଡିଭିଜିବିଲିଟି ରୁଲ, ଯେକୌଣସି ସଂଖ୍ୟାର लास्ट 2 डिजिट संख्या जदि 4 द्वारा विभाज्य ताले से पूरा संख्याटा 4 द्वारा विभाज्य। तेणु आप एठी नबा कोन केवल 86। देखियो 86 4 दुणे 8 4 के 4 2 रिमाइंडर 6 रिमाइंडर 2। ये जो 2 रिमाइंडर रहला ए 7 ର ପାୱାର 2 ଯାହା ହବ 7 into 7 49। ताले एइटा हबो यूनिट डिजिट। पूरा 2 नंबर रो आंसर हबो कौन 9। बुझिपारले। 3 नंबर पुणे आज नुआ क्वेश्चन, नुआ पैटर्न रो क्वेश्चन हमें टाइप विभिन्न टाइप रो गोटे दिटा क्वेश्चन देखिबा जो बड़े क्वेश्चन की हमें कॉम्पिटिटिव एग्जाम रे पाइबा। तो देखंतु 3 नंबर क्वेश्चन कोन कहै छै 3 2 4 पावर 8 into 9 1 6 रो पावर 188 into 6 3 6 3 4 5 9 रो पावर 13664 13664। ଏଥିରୁ ଆମେ କଣ ଜାଣିଥିଲେ ଯେ এই ସଂଖ୍ୟାର ୟୁନିଟ୍ ଡିଜିଟ୍ ର ପାୱାର ଦେଖିବା। ତେଣୁ ୟୁନିଟ୍ ଡିଜିଟ୍ ହେଲା 4 4 ପାୱାର 8 ମାନେ এই ସଂଖ୍ୟାଟା ଆମର 4 ଦ୍ୱାରା ହରଣ ହବ। ତେଣୁ ଇଏ କଟି ଯାଉଛି
ଆଉ ରିମାଇଣ୍ଡର 0। 4 ଦୁଗୁଣେ 8। ରିମାଇଣ୍ଡର ଯଦି 0 ହଉଛି ତାହେଲେ ୟାର ପାୱାର ଆମେ 4 ବୋଲି ନବା। ପୁଣି 6 ର ପାୱାର କେତେ ନବା? 88 ଆମର 4 ଦ୍ୱାରା ହରଣ ହବ। ତାହେଲେ 4 ଦୁଗୁଣେ 8 4 ଦୁଗୁଣେ 8 ରିମାଇଣ୍ଡର ରହୁନି, ତାହେଲେ ୟାର ପାୱାର ମଧ୍ୟ 4। ୟୁନିଟ୍ ଡିଜିଟ୍ ଏଇଥିରେ ବି ୟୁନିଟ୍ ଡିଜିଟ୍ ନବା। ୟୁନିଟ୍ ଡିଜିଟ୍ 9। ତାହେଲେ 9 ର ପାୱାର କେତେ ହବ? 64। 64 4 ଦ୍ୱାରା କଟୁଛି 1664। ରିମାଇଣ୍ଡର 0। ଇଏ ମଧ୍ୟ 9 ର ପାୱାର 4। ଏଠି ଦେଖନ୍ତୁ 4 ପାୱାର 4 ମାନେ 4 ଗୁଣ 4 ଗୁଣ 4 ଗୁଣ 4 ଯାହା ବି ହଉ ୟାର ୟୁନିଟ୍ ଡିଜିଟ୍ କେତେ ଆସିବ? 416। ଆମେ ଯଦି ଦିଟା 4 ଗୁଣନ କରୁଛେ ତାହେଲେ ତ 6 ଆସୁଛି, ଆଉ 3ଟା 4 ଗୁଣନ କଲା ବେଳକୁ 4 ଆସୁଛି। ତାପରେ ଆମର ଇଭେନ୍ ନମ୍ବର ଗୁଣନ କଲେ 4 ର ଯୋଉ ଯଦି ଇଭେନ୍ ନମ୍ବର ଗୁଣନ ହଉଛି ତାହେଲେ 6 ଆସିବ, ଆଉ 4 ରେ ଯଦି ଅର୍ଡର ନମ୍ବର ଗୁଣନ ହଉଛି ତାହେଲେ 4 ଆସିବ। ବୁଝିପାରିଲେ? ତେଣୁ ଏଠି ଇଭେନ୍ ନମ୍ବର ଅଛି 4 ପାୱାର 6। ୟୁନିଟ୍ ଡିଜିଟ୍ 6 ଆସିବ। 6 6କୁ ଆମେ ଯେତେ ଥର ଗୁଣନ କଲେ ବି ମୁଁ କହିଛି ୟୁନିଟ୍ ଡିଜିଟ୍ 1 ହିଁ ଆସିବ। ଏବଂ 9 ର ବି ସେଇଭଳିଆ ନିୟମ। 9 କୁ ଯଦି 2 ଥର ଗୁଣନ କରିବା 81। ଯଦି ସେଇଭଳିଆ 9 81 9 କେ 9 72। ତ 9 ଯଦି ଇଭେନ୍ ହୁଏ, 9 ର ପାୱାର ଯଦି ଇଭେନ୍ ହୁଏ ତାହେଲେ ଲାଷ୍ଟରେ ମାନେ ୟୁନିଟ୍ ଡିଜିଟ୍ 1 ଆସିବ। ଆଉ ଯଦି ଅର୍ଡର୍ଡ ହୁଏ 9 ର ପାୱାର ତାହେଲେ ୟୁନିଟ୍ ଡିଜିଟ୍ 9 ଆସିବ। ତାହେଲେ 9 ର ପାୱାର କଣ ଅଛି? ଇଭେନ୍ ଅଛି, ତେଣୁ ୟୁନିଟ୍ ଡିଜିଟ୍ ଆସିବ 1। ବୁଝିପାରିଲେ? ତେଣୁ 636 ଗୁଣନ 1, ତାହେଲେ ୟୁନିଟ୍ ଡିଜିଟ୍ କିଏ ଆସିଲା? 6। ଏଇଟା ହବ ଆନ୍ସର। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ ଦେଖିବା। ଏଠି ସେମ୍ ଟାଇପ୍ ର କ୍ୱେଶ୍ଚନ ଦେଖିବା। 217 ମାନେ 7 ର ପାୱାର ନବା। 7 ର ପାୱାର 13 ଗୁଣନ 8 ର ପାୱାର 8 9 ର ପାୱାର 47 4 ର ପାୱାର 24 2 ର ପାୱାର 18। ଦେଖନ୍ତୁ ରିମାଇଣ୍ଡର କେତେ ରହୁଛି? 4 ପାୱାର 1 ଗୁଣନ ଏଠି 9 12 48 1144 3 ରିମାଇଣ୍ଡର ପୁଣି 4 ପାୱାର 624 ରିମାଇଣ୍ଡର 0 ମାନେ 4 ପାୱାର 4 ହବ 18 416 ତୋର ରିମାଇଣ୍ଡର ହଉଛି 2। ଦେଖିବା 7 ଏଟା 9 ର ପାୱାର ଅର୍ଡର ନମ୍ବର ଅଛି ମାନେ ସେ 9 ଆସିବ ୟୁନିଟ୍ ଡିଜିଟ୍। ଆଉ ଯଦି 9 ର ପାୱାର ଇଭେନ୍ ଥାନ୍ତା ତାହେଲେ ୟୁନିଟ୍ ଡିଜିଟ୍ 1 ହେଇଥାନ୍ତା। 4 ର ପାୱାର ବି ସେଇଭଳିଆ। 4 ର ପାୱାର ଯଦି ଇଭେନ୍ ହୁଏ ତାହେଲେ ୟୁନିଟ୍ ଡିଜିଟ୍ 6 ଆସିବ। 4 ର ପାୱାର ଇଭେନ୍ ଅଛି ତାହେଲେ ୟୁନିଟ୍ ଡିଜିଟ୍ 6 ଆସିବ। 2 ର ପାୱାର 2 4 7 9 63 ୟୁନିଟ୍ ଡିଜିଟ୍ କୁ ନବା
317 ପୁଣି ୟୁନିଟ୍ ଡିଜିଟ୍ କୁ ନବା 832 ୟୁନିଟ୍ ଡିଜିଟ୍ କଣ ପାଇଲେ 2 ତାହେଲେ ଏହାର ୟୁନିଟ୍ ଡିଜିଟ୍ ପାଇଲେ 2 ଏଇଟା ହେଲା ଆନ୍ସର। ତାପରେ ଦେଖନ୍ତୁ 2 ନମ୍ବର କ୍ୱେଶ୍ଚନ କିଛି 1 2 4 7 3 7 3 7 the power 195 ପଚାରିଛି what is the unit digit ତାହେଲେ ଏଥିରୁ ଆମେ ୟୁନିଟ୍ ଡିଜିଟ୍ ହିଁ ନେବା 2 2 ର ପାୱାର କେତେ ନେବା 37 ମାଇନସ୍ 37 ର ୟୁନିଟ୍ ଡିଜିଟ୍ ହେଉଛି 7 7 ର ପାୱାର କେତେ ନେବା 95 ତାହେଲେ ଏଇଠି ଦେଖନ୍ତୁ 4 9 36 ତାହେଲେ ରିମାଇଣ୍ଡର 1 ମାଇନସ୍ 7 ଏଠି 4 4 ଦୁणे 8 15 4 3 12 3 ଦେଖନ୍ତୁ 2 ର ପାୱାର 2 तो 7 ର ପାୱାର 3 750 50 7 343 50 7 7 9 63 6 7 28 30 4 34 ତାହେଲେ ୟୁନିଟ୍ ଡିଜିଟ୍ କିଏ ଆସିବ 3 ତାହେଲେ ଦେଖନ୍ତୁ ଏଠି 2 ସହିତ ମାଇନସ୍ ହବ 3 ଦେଖନ୍ତୁ ଏହାର ପାୱାର ଯାହା ବି ଭ୍ୟାଲୁ ହଉନି କାହିଁକି ୟୁନିଟ୍ ଡିଜିଟ୍ ପ୍ରଥମେ ତ 2 ଆସିବ ଏପଟେ ବାକି ସଂଖ୍ୟା ଯାହା ବି ରହିବେ ଏବଂ ଏଇ ସଂଖ୍ୟାର ଯାହା ବି ଭ୍ୟାଲୁ ହବ ୟୁନିଟ୍ ଡିଜିଟ୍ କେତେ ଆସିବ 3 ଏପଟେ ବାକି ଯାହା ସଂଖ୍ୟା ରହିବା କଥା ରହିବେ ତେବେ ଆମର ୟୁନିଟ୍ ଡିଜିଟ୍ ଦରକାର ମାଇନସ୍ 30 ଏତିକିରେ ମାଇନସ୍ କରିବା ଏତିକି ତାପରେ ଏପଟେ ଯେଉଁ ସଂଖ୍ୟା ଥିବ 10 ଆସିବ ତେଣୁ 12 ହବ 12 3 ଗଲେ 9 এইটা হবো ୟୁନିଟ୍ ଡିଜିଟ୍ ଏଇଟା ହବ ଆନ୍ସର ବୁଝିପାରିଲେ ଦେଖନ୍ତୁ କୌଣସି ଗୋଟେ ସଂଖ୍ୟା ତାକୁ ଆମେ ଗଣନ କରିବା ଏହାର ପାୱାର ମାନେ ଗୁଣ ପାୱାର ବାହାର କଲା ପରେ ସେ ମନେ କରାଯାଉ ଗୋଟେ ସଂଖ୍ୟା ତାକୁ ମାଇନସ୍ କରିବା 3 2 5 6 2 ପୁଣି 2 4 3 ଯାହା ବି ସଂଖ୍ୟା ଏଇଠୁ ଆମେ 10 ନବୁଛେ ନା ବାସ୍ 12 3 ଗଲେ 9 ସେଇଟା ତେଣୁ ଏଇଟା ହଉଛି ସେଇ ଅଙ୍କ ତେଣୁ ବୁଝିପାରିଲେ ୟୁନିଟ୍ ଡିଜିଟ୍ ହବ 9 ନମ୍ବର ପୁଣି ସେଇଭଳିଆ ଦେଇଛି 633 ର ପାୱାର 24 277 ର ପାୱାର 32 ଯୁକ୍ତ 266 ର ପାୱାର 54 ମାନେ ଏହାର ଭ୍ୟାଲୁ ଯାହା ବି ହଉନି କାହିଁକି ସେ ପଚାରିଛି ୟୁନିଟ୍ ଡିଜିଟ୍ କଣ ହବ ତେଣୁ ଆମେ ଜାଣିଛେ 663 ର ୟୁନିଟ୍ ଡିଜିଟ୍ କୁ ନବା 3 3 ର ପାୱାର 24 ନବା ମାଇନସ୍ 277 ର ୟୁନିଟ୍ ଡିଜିଟ୍ ଆସିବ ତାର ପାୱାର 38 ପ୍ଲସ୍ 266 266 ର ୟୁନିଟ୍ ଡିଜିଟ୍ 6 6 ନବା ତାର ପାୱାର 54 ବୁଝିପାରିଲେ ତାପରେ 24 ଟା 4 ହର ହବ 38 4 ହର ହବ 54 4 ହର ହବ ତାହେଲେ କେତେ ହବ 3 ର ପାୱାର 6 24 ତାର ରିମାଇଣ୍ଡର 0 ମାନେ 3 ର ପାୱାର ମାଇନସ୍ 7 ର ପାୱାର 4 9 36 ତାହେଲେ ରିମାଇଣ୍ଡର 2 ତାହେଲେ
ଏଠି ବସିବ 2 7 ର ପାୱାର 2 ହେଇଯିବ 6 ଆପଣମାନେ ଜାଣିଥିବେ 6 କୁ ଯେତେ ଥର ଗୁଣନ କଲେ ଯେତେ ପାୱାର ବାହାର କଲେ ବି ୟୁନିଟ୍ ଡିଜିଟ୍ 6 ଆସିବ ବୁଝିପାରିଲେ ସେମିତି 3 ର ପାୱାର 4 ମାନେ 3 ଗୁଣନ 3 ଗୁଣନ 3 ଗୁଣନ 3 27 3 81 ତାହେଲେ 81 ର 1 ଆଉ 7 ର ପାୱାର 49 ତାହେଲେ ୟୁନିଟ୍ ଡିଜିଟ୍ ହେଲା 9 ଆଉ 6 କୁ 6 ଏହାକୁ କ'ଣ କରିବା 1 ଯୁକ୍ତ 6 7 ମାଇନସ୍ 9 ଏଇଟା ଦେଖନ୍ତୁ ଏ ପୂର୍ବ ଯେଉଁ କ୍ୱେଶ୍ଚନ୍ ଥିଲା ସେଇଭଳିଆ ଯେକୌଣସି ଏହାର ଭ୍ୟାଲୁ ଏ 3 ଏଇଟାର ଭ୍ୟାଲୁ 633 24 ତାର ଭ୍ୟାଲୁ ଯେତେ ବି ହଉନା କାହିଁକି ସେ କେତେ ହଉଛି 1 ୟୁନିଟ୍ ଡିଜିଟ୍ 1 ଆଉ ଏହାର ମଧ୍ୟ 277 ର ପାୱାର 38 ତାର ଭ୍ୟାଲୁ ଯେତେ ବି ହଉନା କାହିଁକି ସେ ୟୁନିଟ୍ ଡିଜିଟ୍ ତାର କ'ଣ ହବ 9 और ସେଇଭଳିଆ 266 ର ପାୱାର ଯେତେ ବି ହଉନା କାହିଁକି ତାର ୟୁନିଟ୍ ଡିଜିଟ୍ ଆସିବ 6 7 ରୁ 9 ମାଇନସ୍ ହବ ତାମାନେ ଯେକୌଣସି ଗୋଟେ ସଂଖ୍ୟା ଏପଟେ ଥିବ ୟୁନିଟ୍ ଡିଜିଟ୍ରେ 7 এই সংখ্যা ୟୁନିଟ୍ ଡିଜିଟ୍ 9 ଏପଟେ ଯାହା ବି ଥାଉ ନା କାହିଁକି କିନ୍ତୁ ୟୁନିଟ୍ ଡିଜିଟ୍ 9 ମାଇନସ୍ ଏପଟେ 10 ଆସିବ 17 ତାହେଲେ ୟୁନିଟ୍ ଡିଜିଟ୍ 8 ବୁଝିପାରିଲେ ଆଉ ଗୋଟେ କ୍ୱେଶ୍ଚନ୍ ଦେଖିବା ଅଲଗା ସେଇ ସେମ୍ ପ୍ୟାଟର୍ନ କିନ୍ତୁ ଏଇଟା ଗୋଟେ ଟାଇପ୍ ଅଲଗା 8735 ର ପାୱାର ହେଉଛି 827 ତାହେଲେ ଦେଖନ୍ତୁ ଆପଣମାନେ ଜାଣିଥିବେ ୟୁନିଟ୍ ଡିଜିଟ୍ ହିଁ ନେବା 5 ନେବା ତାହେଲେ 5 5 ର ପାୱାର ଯେତେ ବି ହଉନା କାହିଁକି ତାର ୟୁନିଟ୍ ଡିଜିଟ୍ କେତେ ଆସିବ ସେଇ 5 5 କୁ ଯେତେ ଥର ଗୁଣନ କଲେ ବି ସେ 5 ହବ ପ୍ଲସ୍ 3 3 ର ପାୱାର 69 69 69 को 4 4 2 9 724 7 28 ରିମାଇଣ୍ଡର 1 ତାହେଲେ 1 ହେଲା ସେମିତି 9 ର ପାୱାର ଇଭେନ୍ ଅଛି ନା ଅର୍ଡର ଅଛି ଦେଖିବା ଇଭେନ୍ ଅଛି ତେଣୁ ଆମେ ଜାଣିଥିଲେ 9 କୁ ଯଦି 9 ସହିତ ଇଭେନ୍ ନମ୍ବର ହୁଏ ତାହେଲେ ୟୁନିଟ୍ ଡିଜିଟ୍ 1 ହବ ଏବଂ ଯଦି ଅର୍ଡର ନମ୍ବର ହବ ତାହେଲେ ୟୁନିଟ୍ ଡିଜିଟ୍ 9 ବୁଝିପାରିଲେ ସେଥିପାଇଁ ଆମେ ଆଉ ୟାକୁ 4 ହରଣ କରିବା ନାହିଁ କିମ୍ବା ୟାକୁ ମଧ୍ୟ ଆମେ 4 ହରଣ କରିବା ନାହିଁ ଡାଇରେକ୍ଟଲି ଆମେ ଲେଖିବା ଯେହେତୁ ଇଭେନ୍ ଅଛି 1 ଆସିବ ତାପରେ ମାଇନସ୍ 6 ସେଇଭଳିଆ 311 ମାନେ ଇଭେନ୍ ନମ୍ବର ଅଛି ଅର୍ଡର ନମ୍ବର 4 ପାୱାର ମଧ୍ୟ ସେଇଭଳିଆ 4 ଯଦି ଇଭେନ୍ 4 ପାୱାର ଯଦି ଇଭେନ୍ ହୁଏ ତାହେଲେ ୟୁନିଟ୍ ଡିଜିଟ୍ 6 ଆଉ 4 ପାୱାର ଯଦି ଅର୍ଡର ହୁଏ ତାହେଲେ 4 ହବ ବୁଝିପାରିଲେ ଏଠି ଅର୍ଡର ନମ୍ବର ଅଛି 4 ପାୱାର ତେଣୁ କ'ଣ ହବ ୟୁନିଟ୍ ଡିଜିଟ୍ 4 ବୁଝିପାରିଲେ 7 ର ପାୱାର 35 ଏହାକୁ ହରଣ କରିବା ପାଇଁ ପଡ଼ିବ 4 4 36 32 3
ବୁଝିପାରିଲେ? 5 3 8 1 ମାଇନସ୍ 4 ଏ ବି ସେଇଭଳି ମାନେ ଆମର ଯେକୌଣସି ଗୋଟେ ସଂଖ୍ୟା ତାର 1 ଅଛି ତିନି ଡିଜିଟ୍ ଆଉ ଗୋଟେ ସଂଖ୍ୟାର 3 ଡିଜିଟ୍ 4 ଅଛି ଏଠି ତା ସହିତ ବି 1 10 ଆସିବ ତାପରେ ମାଇନସ୍ 11 ରୁ 4 7 ବୁଝିପାରିଲେ? ତାହେଲେ ଇଏ ହେଲା 7 8 ଗୁଣ 7 ଗୁଣ 7 ର ପାୱାର 7 ର ପାୱାର 3 50 3 323 ଆମେ ଜାଣିଥିଲେ 3 ତାହେଲେ ଏଠି କଣ 8 7 54 6 3 18 ତାହେଲେ ଡିଜିଟ୍ କଣ ଆସିବ 8 ଆସିବ ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ ଦେଖିବା ଏହା ଗୋଟେ ନୂଆ ପ୍ୟାଟର୍ନ କ୍ୱେଶ୍ଚନ ଆଚ୍ଛା ପିଲାମାନେ ପ୍ରଥମେ ମତେ କହିଲ 2 ର ପାୱାର 3 ର ପାୱାର 4 ତାହେଲେ ଏଇଟା କଣ ନା 2 ର ପାୱାର 3 ସହିତ 4 ଗୁଣନ ହେଇପାରିବ 3 ଗୁଣନ 4 ତାମାନେ 2 ର ପାୱାର 12 କିନ୍ତୁ 2 ର ପାୱାର 3 ର ପାୱାର 4 ତାମାନେ 2 ର ପ୍ରଥମ 3 ର ପାୱାର 4 ନେଇଯିବ ତାମାନେ 3 ଗୁଣ 3 ଗୁଣ 3 ଗୁଣ 3 3 3 9 27 81 ତାହେଲେ 2 ର ପାୱାର ଏଟା 81 ଲେଖାଯିବ ଆପଣ ଜାଣିଥିବେ ଠିକ ଅଛି ବାସ୍ ତାହେଲେ ଦେଖନ୍ତୁ ଅଙ୍କଟା ବୁଝିବା ତାହେଲେ 2 ର ପାୱାର 81 ତାହେଲେ ଇଣ୍ଟିଜର 1 ଇଣ୍ଟୁ 3 ର ପାୱାର ସେମିତି 4 4 ର ପାୱାର 5 4 4 16 4 64 4 4 4 4 16 6 4 ପାୱାର ଦେଖିଦବା 1 2 3 4 5 4 ପାୱାର ଇଭେନ୍ ଅଛି 4 ପାୱାର ଇଭେନ୍ ଅଛି ମାନେ ଇଣ୍ଟିଜର 4 ବୁଝିପାରିଲେ ହଁ ଏହାର ପାୱାର 4 4 16 64 64 4 4 16 6 ରସୁଣ 1 24 1 25 ପୁଣି ଆଉ 4 6 24 ରୁ 4 2 20 2 22 2 4 2 8 2 10 ମତେ ଲାଗେ ଏତିକି ତାପରେ 4 ପାୱାର ଯାଉଛି କାହିଁକି 4 ପାୱାର ଲେଖିବା ତାର 5 ର ପାୱାର ପୁଣି 6 ଦେଇଛି 5 ଗୁଣ 5 ଗୁଣ 5 ଗୁଣ 5 ଗୁଣ 5 ଗୁଣ 5 ଏତିକି 5 25 5 25 25 ଯାହା ବି ହଉନା କାହିଁକି ୟୁନିଟ 5 ଆସିବ କାରଣ ୟୁନିଟ ଯେତେବେଳେ ହେଇଥିବ ତାର ପାୱାର ୟୁନିଟ 5 ତାପରେ ଦେଖନ୍ତୁ ଏଠି 5 ଆପଣ ଜାଣିଥିବେ 5 ର ପାୱାର ଯେତେ ହେଲେ ବି ସେ ତାର ୟୁନିଟ 5 ଆସିବ ଏଇ ଗୋଟେ ମଜା ଜିନିଷ ଏ 5 ଆସିଲା ଆପଣ ଦେଖୁଥିବେ ଏତେ ବଡ କ୍ୱେଶ୍ଚନ ଇଏ ତ ଅଧଘଣ୍ଟା ଚାଲିଯିବ କାଲକୁଲେସନ କରି ଅଲଗା କ୍ୱେଶ୍ଚନ କଣ କରିବ ତାହେଲେ ଏହା ଭିତରେ କିଛି ଲଜିକ ରହିଛି ଏଇ 5 ର ପାୱାର ଯାହା ବି ହଉନା କାହିଁକି ସେ ୟୁନିଟ 5 ଆସିବ ଆଉ ଆପଣମାନେ ଜାଣିଥିବେ 5 ସହିତ ଯେକୌଣସି ଇଭେନ୍ ନମ୍ବର
ଇଭେନ୍ ନମ୍ବର ଆସିଲେ ଗୁଣ ଦେଲେ କଣ ଶୂନ ହେଇଯିବ। ଇଏ ଅଛି ଇଭେନ୍ ନମ୍ବର, ଇଏ ଅଛି ଇଭେନ୍ ନମ୍ବର, ଇଭେନ୍ ନମ୍ବର, ଇଏ ଇଭେନ୍ ନମ୍ବର। ତେଣୁକରି ଏଇଟା ହିଁ ଖଳନାୟକ। 5 ଅଛି ତେଣୁ ଏହାର ପାୱାର ଯାହା ବି ହଉ ଯାଇକି ଏହାର ପାୱାର ଯାହା ବି ହଉ ଯାଇକି ଏଗୁଡାର ଭ୍ୟାଲୁ ଯେତେ ବି ହଉ କିଛି ଯାଏ ଆସେନି। କିନ୍ତୁ ଗୋଟେ କେବଳ 5 କୁ ଗୋଟେ ଇଭେନ୍ ନମ୍ବର ଦରକାର। ଗୋଟେ ଇଭେନ୍ ନମ୍ବର ପାଇଲା ମାନେ ସେ ପୁରାଟାକୁ ସ୍ମାସ୍ କରିଦବ, ପୁରା ଖତମ କରିଦବ। ୟୁନିଟ୍ ଡିଜିଟ୍ ତାହେଲେ 0 ଆସିବ। ବୁଝିପାରିଲେ? ଆଉ ଦୁଟା ଦେଖିଦବା। ଇଏ ପୁଣି ଆଉ ଗୋଟେ ନୂଆ ଜିନିଷ। ଏଟା କଣ 1 ଲେଖା ହେଇଛି, ପୁଣି ତାକୁ ଉଲ୍ଟାଏ। ଏଟା ଜାଣିଥିବେ, ଯୋଉ ପିଲାମାନେ ଜାଣୁନଥିବେ ଏଟାକୁ କଣ କୁହାଯାଏ? ଫ୍ୟାକ୍ଟୋରିଆଲ। ଫ୍ୟାକ୍ଟୋରିଆଲ ଫ୍ୟାକ୍ଟୋରିଆଲ ମାନେ କେମିତି ଫ୍ୟାକ୍ଟୋରିଆଲ ବାହାର କରାହଉଛି? 1 ର ଫ୍ୟାକ୍ଟୋରିଆଲ ତାମାନେ 1, ଆଉ 2 ର ଫ୍ୟାକ୍ଟୋରିଆଲ ତାମାନେ 2 କୁ ଗୁଣନ କରିବା 1 ପଦ। 3 ର ଫ୍ୟାକ୍ଟୋରିଆଲ ତାମାନେ 3 ଗୁଣନ 2 ଗୁଣନ 1। 4 ର ଫ୍ୟାକ୍ଟୋରିଆଲ 4 ଗୁଣନ 3 ଗୁଣନ 2 ଗୁଣନ 1। ସେମିତି 5 ର ଫ୍ୟାକ୍ଟୋରିଆଲ 5 ଗୁଣନ 4 ଗୁଣନ 3 ଗୁଣନ 2 ଗୁଣନ 1। 6 ର ଫ୍ୟାକ୍ଟୋରିଆଲ 6 ଗୁଣନ 5 ଗୁଣନ 4 ଗୁଣନ 3 ଗୁଣନ 2 ଗୁଣନ 1। ବୁଝିପାରିଲେ? ଆଉ 7 ର ଫ୍ୟାକ୍ଟୋରିଆଲ 7 ଗୁଣନ 6 ଗୁଣନ 5 ଗୁଣନ 4 ଗୁଣନ 3 ଗୁଣନ 2 ଗୁଣନ 1। এই ଦେଖନ୍ତୁ, ବିଶେଷ କରି ଏତିକି ମନେ ରଖିବା ପାଇଁ ପଡିବ। ଆଉ ଏପଟେ 5 ଥରେ ଆସିଛି ମାନେ ପୁରା ଖତମ କରିବ। 5 ସହିତ ଇଭେନ୍ ନମ୍ବର ଲାଗିଲା, ଇଭେନ୍ ନମ୍ବର ଗୁଣ ହେଲା ସେ ୟୁନିଟ୍ ଡିଜିଟ୍ କଣ ହବ? 0। ଇଏ ବି 5 ଅଛି ତେଣୁ ୟୁନିଟ୍ ଡିଜିଟ୍ 0। ଏପଟେ ଯେତେ ଆଗକୁ ଯିବୁ 10 ର ଫ୍ୟାକ୍ଟୋରିଆଲ ପରେ 2ଟା 0 ବଢିବ, 20 ର ଫ୍ୟାକ୍ଟୋରିଆଲ ପରେ ପୁଣି 3ଟା 4ଟା 0 ବଢିବ। ତେଣୁ କେବଳ ୟୁନିଟ୍ ଡିଜିଟ୍ 0 ହେଇ ଚାଲିବ। କେବଳ ଏତିକିର ମନେ ରଖିବା ପାଇଁ ପଡିବ। 4 3 12 24 24, ଇଏ ପୁଣି 3 2 6 6 2 କେ 2, ଇଏ ଏତିକି ମନେ ରଖିବା ପାଇଁ ପଡିବ। ତାହେଲେ ଏଇ ଦିଟା କ୍ୱେଶ୍ଚନ ଠିକ ଏଇଥିରୁ ହିଁ ଆସିଛି। ପ୍ରଥମ ଦେଖନ୍ତୁ, ଏଇଟା କରିବା 1 ର ଫ୍ୟାକ୍ଟୋରିଆଲ 2 ର ଫ୍ୟାକ୍ଟୋରିଆଲ ଏଇଭଳିଆ ସବୁ ଗୁଡା ଯୋଗ ହବ। ଏଇଟା ଦେଖନ୍ତୁ, ଏଇ 5 ର ଫ୍ୟାକ୍ଟୋରିଆଲ ରୁ ଆଗକୁ କେତେ ଯିବ? ପ୍ଲସ୍ 3 3 3 3, 4ଟା 3 ର ଫ୍ୟାକ୍ଟୋରିଆଲ ତାମାନେ 3 3 3 3 into 3 3 3 2, ଏଭଳିଆ ଚାଲିବ। ବହୁତ ବଡ ନମ୍ବର। ତେଣୁ କି ଯେତେ ନମ୍ବର ଆସିଲେ ବି ତାର ୟୁନିଟ୍ ଡିଜିଟ୍ କଣ ହେବ? 0 ହିଁ ବସିବ। ତେଣୁକରି ଏପଟେ ଆମର ଦରକାର ନାହିଁ, କେବଳ ଯୋଗ ହବ। କଣ ଯୋଗ ହବ? 1 2 6 ଏବଂ 4। 1 ର ଫ୍ୟାକ୍ଟୋରିଆଲ 2 ର ଫ୍ୟାକ୍ଟୋରିଆଲ 3 ର ଫ୍ୟାକ୍ଟୋରିଆଲ ଏବଂ 4 ର ଫ୍ୟାକ୍ଟୋରିଆଲ। 4 ର 24 ଏବଂ 24 ନବା ନାହିଁ। ଆମେ କଣ ନବା? ନା କେବଳ ୟୁନିଟ୍ ଡିଜିଟ୍ ଟାକୁ ହିଁ ନବା। ଏଗୁଡା ଯୋଗ ହବ ନା। 5 ର ଫ୍ୟାକ୍ଟୋରିଆଲ ଏଠି 0 ଆସିବ, 6 ର ଫ୍ୟାକ୍ଟୋରିଆଲ ଏଠି 0 ଆସିବ, 7 ର 0,
8ର ଫ୍ୟାକ୍ଟୋରିଆଲ 0, 9ର ଫ୍ୟାକ୍ଟୋରିଆଲ 0, 10ର ଫ୍ୟାକ୍ଟୋରିଆଲ ପୁଣି 0 ବଢିଯିବ, କିନ୍ତୁ ସଂଖ୍ୟା ଆଉ ବଢିବ ନାହିଁ ୟା ତଳେ। ଏତିକି ହିଁ ଯୋଗ ହବ। 6, 4, 10, 2, 12, 13। ବୁଝିପାରିଲେ? ତାହେଲେ ୟୁନିଟ୍ ଡିଜିଟ୍ କଣ ହବ? ଲାଷ୍ଟରେ 3 ହିଁ ହବ। ଯେତେ ବଡ ଏଇ 3333 ହଉ କି ସେ 33 ଲକ୍ଷ ହଉ, ସେ ୟୁନିଟ୍ ଡିଜିଟ୍ 3 ହିଁ ହବ। ବୁଝିପାରିଲେ? ଲାଷ୍ଟ କ୍ୱେଶ୍ଚନ, ବେଶୀ ଲମ୍ବା କରିବାନି ଭିଡ଼ିଓ। ଦେଖନ୍ତୁ, ଆମେ ଜାଣିଛେ ଏଇ 973 ର ପାୱାର 234, 234 ପାୱାର 973। ଆମେ ଦେଖିବା ୟୁନିଟ୍ ଡିଜିଟ୍ ନବା, ତେଣୁ 3 ର ପାୱାର କେତେ ନବା? 234 ଫ୍ୟାକ୍ଟୋରିଆଲ 1 2 3 4, ମାନେ यूनिट डिजिट ही नवा एवढं नवा यूनिट डिजिट फॉर 973 ର ଫ୍ୟାକ୍ଟୋରିଆଲ। ତାହେଲେ ଆମେ यूनिट डिजिट ପଚାରିଛେ, ଆମେ ଜାଣିଛେ 1 ର ଫ୍ୟାକ୍ଟୋରିଆଲ 1, 2 ର ଫ୍ୟାକ୍ଟୋରିଆଲ 2 ଗୁଣ 1, 3 ର ଫ୍ୟାକ୍ଟୋରିଆଲ ଚିହ୍ନ ଦେବା 3 ଗୁଣ 2 ଗୁଣ 1, 4 ର ଫ୍ୟାକ୍ଟୋରିଆଲ 4 ଗୁଣ 3 ଗୁଣ 2 ଗୁଣ 1, 5 ର ଫ୍ୟାକ୍ଟୋରିଆଲ 5 ଗୁଣ 4 ଗୁଣ 3 ଗୁଣ 2 ଗୁଣ 1, ସେଭଳିଆ 6 ର ଫ୍ୟାକ୍ଟୋରିଆଲ 6 ଗୁଣ 5 ଗୁଣ 4 ଗୁଣ 3 ଗୁଣ 2 ଗୁଣ 1। এইଭଳିଆ ଆକୁ ଆକୁ ଯାହା ବି ଯେତେ ସଂଖ୍ୟା ଗୁଣନ ହବ, ଏଇ 234 ର ଫ୍ୟାକ୍ଟୋରିଆଲ ହଉ କି 973 ର ଫ୍ୟାକ୍ଟୋରିଆଲ ହଉ, ଏମାନଙ୍କର ୟୁନିଟ୍ ଡିଜିଟ୍ କେତେ ଆସିବ? 0 ହିଁ ଆସିବ। ତେଣୁକି 3 ର ପାୱାର କେତେ ହେଇଯିବ? କାହିଁକି ନା ଏଥିରେ ମଧ୍ୟ 5 ଆସୁଛି ନା, ଆମେ ଜାଣିଛେ 5 ସହିତ ଯେକୌଣସି ଇଭେନ୍ ନମ୍ବର ଗୁଣା ହେଲେ ସେ 0 ହେଇଯିବ। ସେଥିପାଇଁ ଏଠି 5 20, ଥରେ 0 ଆସିଲା ମାନେ ୟୁନିଟ୍ ଡିଜିଟ୍ 0, 0 ରେ 3 ଗୁଣନ ହବ 0, ପୁଣି 0 ରେ 2 ଗୁଣନ ହବ, ଏଇଭଳିଆ 0 ହିଁ ଆସିବ। ତେଣୁକି ଏପଟେ 5 ସବୁଥିରେ ରହିବ, ତେଣୁକି ୟୁନିଟ୍ ଡିଜିଟ୍ 0, ୟୁନିଟ୍ ଡିଜିଟ୍ 0 ହବ। ଆଉ ଲାଷ୍ଟକୁ ନିଶ୍ଚିତ ଭାବରେ 2ଟା 0 ଆସିବ, ଏତେ ବଡ଼ ସଂଖ୍ୟା ନା 234 ର ଫ୍ୟାକ୍ଟୋରିଆଲ, 2ଟା 0 ଆସିବ। ଆଉ ଯଦି 2ଟା 0 ଆସିଲା, ଆମେ ୟାକୁ 4 ହରଣ କରିବା, କଣ କରାଯାଉ? 3 ର ଫ୍ୟାକ୍ଟର 3 ର ପାୱାର ହେଲା ଲାଷ୍ଟ ଏପଟେ ଯାହା ବି ସଂଖ୍ୟା ହଉ 2ଟା 0 ହବ, ୟାକୁ ହରଣ କରିବା 4 ଗୁଣ 4 ର ପାୱାର ଗୁଣ କରାଯାଉ 2ଟା 0 ନିଶ୍ଚିତ ଭାବରେ ଆସିବ। ଏପଟେ ଯାହା ବି ସଂଖ୍ୟା ହଉ ନା କାହିଁକି ସେ ମତଲବ ନାହିଁ, ଇଏ ପୁଣି 4 ହରଣ, ତାହେଲେ ଇଏ ବି ଡିଭିଜିବୁଲ, ଇଏ ବି ଡିଭିଜିବୁଲ, ତାମାନେ 3 ର ପାୱାର ଏଠି 4, ରିମାଇଣ୍ଡର ଯେହେତୁ 0 ରହୁଛି, ରିମାଇଣ୍ଡର 0 ମାନେ ଆମେ ପାୱାର 4 ଲେଖିପାରିବା, ଗୁଣ 4 ପାୱାର 4, ତାହେଲେ 3 ର ପାୱାର 4 ହେଲା 3 3 9 3 27, 3 3 9 3 3 9 3 3 9 3 27 3 81, ତାହେଲେ ଏଠି 1 ଆସିବ ୟୁନିଟ୍ ଡିଜିଟ୍। ଆଉ 4 ତ ଜାଣିଥିବେ, 4 ଯଦି ଇଭେନ୍ ନମ୍ବର ସହିତ ଇଭେନ୍ 4 ପାୱାର ଯଦି ଇଭେନ୍ ନମ୍ବର ଅଛି, ତାହେଲେ ୟୁନିଟ୍ ଡିଜିଟ୍ 6 ହବ ହେଲା। ଆଉ 4 ଯଦି ଅର୍ଡର ରହିବ, ତାହେଲେ ସେ 4 ହିଁ ହବ, ତାହେଲେ 6, 6 into 1 କେତେ? 6, ତାହେଲେ ଏହାର ଆନ୍ସର ହଉଛି 6। ବୁଝିପାରିଲେ? ବାସ୍ ଆଜି ପାଇଁ ଏତିକି, ବେଶୀ ଲମ୍ବା କରିବାନି।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାହିଁକି ନା ଆପଣଙ୍କ ବହୁମୂଲ୍ୟ ସମୟ ଆମ ଚ୍ୟାନେଲକୁ ଦେଇଛନ୍ତି। ଭିଡ଼ିଓ କିପରି ଲାଗୁଛି କିମ୍ବା କଣ୍ଟେଣ୍ଟ କିପରି ଲାଗୁଛି ନିଶ୍ଚୟ କମେଣ୍ଟ କରନ୍ତୁ। ଯଦି ଭଲ ଲାଗୁଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏଭଳିଆ ମାନେ ଅଲଗା ଅଲଗା ଟାଇପ୍ର କ୍ୱେଶ୍ଚନ୍ ଆମେ ନିଶ୍ଚୟ ଆପଣମାନଙ୍କୁ ସଲ୍ଭ କରିଦେବୁ। ଥ୍ୟାଙ୍କ ୟୁ, ଧନ୍ୟବାଦ। ଆଗକୁ ଦେଖା ହବ ନେକ୍ସଟ ଭିଡ଼ିଓରେ।